ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ସ୍ୱାଗତ କରୁଛି କନ୍ୟା ଭିଡ଼ିଓକୁ। ଦେଖନ୍ତୁ ତ୍ରିପୁଲ ଏସ୍ ତରଫରୁ ଆପଣଙ୍କର ନ୍ୟୁ ନୋଟିଫିକେସନଟି ଆସିଯାଇଛି, ଯାହାକି ରହିଛି ଆପଣଙ୍କର ଏସ୍ଏସଡି ରିଲେଟେଡ୍। ଆପଣମାନେ ଜାଣିଥିବେ କି ଏସ୍ଏସଡି ର ଆପଣଙ୍କର ପ୍ରୋସେସିଂ ଏବେ ଚାଲିଛି, ତାର ରିକ୍ୱାରମେଣ୍ଟ ପ୍ରୋସେସ ଆପଣଙ୍କର ଏଣ୍ଡ ହେଇନି ଚାଲିଛି। ତ ତାକୁ ନେଇକି ଆପଣଙ୍କର ନ୍ୟୁ ଗୋଟେ ଆସିଛି ନୋଟିଫିକେସନ, ଯୋଉଟା କି ଆପଣଙ୍କର 4/5/2024 ରେ ପବ୍ଲିଶ କରାଯାଇଛି। ଠିକ ଅଛି, ତ ଦେଖନ୍ତୁ ଡିଟେଲ୍ସ ଏଠି ଆପଣଙ୍କର ରହିଛି ହିନ୍ଦୀ ମାନଙ୍କର ଏସ୍ଏସଡି ହିନ୍ଦୀ ଟିଚର ଯୋଉମାନେ ଆପ୍ଲାଏ କରିଥିଲେ, ଯୋଉମାନେ ସିଲେକ୍ସନ ହେଇଛନ୍ତି ତାଙ୍କ ପାଇଁ ରହିଛି ଇନଫର୍ମେସନ। ବହୁତ ଇମ୍ପୋର୍ଟାଣ୍ଟ ରହିଛି এই ইনফরমেশনটি। প্রভিজনাল আলোকেশন অফ ডিস্ট্রিক্ট ফর দ্য পোস্ট অফ হিন্দি টিচর। ঠিক ଅଛି, ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ। ତ ସେଥିପାଇଁ ଆପଣଙ୍କର ଏ ନୋଟିସଟି ଆସିଛି। ଦେଖନ୍ତୁ ଏଠି ଆପଣଙ୍କ ମେନସନ କରାଗଲା, କମିଶନ ହେଭ୍ ବିନ୍ ପ୍ଲେସ୍ଡ ଟୁ ଡିସାଇଡ୍ that the allocation of district for the post of Hindi teacher will be held on 8 May 2024। ଆପଣଙ୍କ 8 ତାରିଖ ମେ ମାସ 2024 ରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ ପାଇଁ ଆପଣମାନଙ୍କୁ ଇନଭାଇଟ୍ କରାଯାଇଛି। କୋଉଠି ଆପଣଙ୍କର ଇଏ କରାଯିବ ନା ଦ ଅଫିସ ଅଫ ଓଡ଼ିଶା ସବଅର୍ଡିନାରୀ ଷ୍ଟାଫ ସିଲେକ୍ସନ କମିଶନ ଓ ତ୍ରିପୁଲ ଅଫିସରେ ହିଁ କରାଯିବ। ଠିକ ଅଛି, 8 ତାରିଖ ଆପଣଙ୍କର ରହିଛି ଡେଟ୍। ଏବଂ ଦେଖନ୍ତୁ ଏଠି ଆପଣଙ୍କ ମେନସନ କରାଗଲା, ଦ କ୍ୟାଣ୍ଡିଡେଟ୍ ଆର୍ କଲ୍ଡ ଫର ପ୍ରୋଭିଜନାଲ ଆଲୋକେସନ ଅଫ ଡିଷ୍ଟ୍ରିକ୍ଟ ଇନ ଦେୟାର ଫେଭର ଇନ ଅର୍ଡର ଅଫ ମେରିଟ। ଆପଣଙ୍କର ଯୋଉ ମେରିଟ ଲିଷ୍ଟ ଆସିଛି, ସେ ମେରିଟ ଅନୁସାରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ। ଠିକ ଅଛି, ଏବଂ ଆପଣମାନେ ଯାହା ଦେଇଥିଲେ ଯେତେବେଳେ ଆପ୍ଲାଏ କରିଥିଲେ ଆପଣଙ୍କର ଯୋଉ ଡିଷ୍ଟ୍ରିକ୍ଟ, ସେ ତାକୁ ମଧ୍ୟ ଆପଣଙ୍କର ଏଥିରେ ବେସ୍ କରିକି ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ। ତ ଦେଖନ୍ତୁ ଏଠି ଆପଣଙ୍କର ଦ ରୋଲ ନମ୍ବର ଅଫ କ୍ୟାଣ୍ଡିଡେଟ୍ ପ୍ରୋଭିଜନାଲି allowed to participate in their district allocation process in publish at annexer 1। ଆପଣଙ୍କର annexer 1 ରେ ଯୋଉ ପିଲାମାନେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରିବେ ତାଙ୍କର ଲିଷ୍ଟ ପୁରା ପବ୍ଲିଶ କରାଯାଇଛି। ଠିକ ଅଛି, ତା ମଧ୍ୟ ଆପଣମାନଙ୍କୁ ମୁଁ ଦେଖେଇବି। Some candidate more than the number of category wise vacancies advertised have been called of district allocation. They will be get chance to participate in the district allocation process if some of the selected candidates higher in the merit fail to attend the district allocation process or found ineligible of the post। କ୍ଲିୟରଲି କୁହାଯାଇଛି ଯେ ଆପଣଙ୍କର ଯୋଉ ଡିଷ୍ଟ୍ରିକ୍ଟ ଆଲୋକେସନ କୁ ନମ୍ବର ଯେତିକି ଭ୍ୟାକେନ୍ସି ଥିଲା ତାଠୁ ଅଧିକ ପିଲାକୁ ଆପଣଙ୍କର ଡକାଯାଇଛି, ଏବଂ ଯୋଉ ପିଲାମାନେ ମଧ୍ୟ ଆଟେଣ୍ଡ କରିବେ ନାହିଁ ଆପଣଙ୍କର ଏଇ ଡିଷ୍ଟ୍ରିକ୍ଟ ଆଲୋକେସନ ରେ ପ୍ରୋସେସ ରେ, ତ ତା ତଳେ ଯୋଉ ପିଲାମାନେ ଥିବେ ସେମାନେ ଚାନ୍ସ ପାଇବେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ ରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଚଏସ ପାଇଁ। ତ ଦେଖନ୍ତୁ ଏଠି ଆପଣଙ୍କର କିଛି ଇମ୍ପୋର୍ଟାଣ୍ଟ ଦିଆଯାଇଛି ଆପଣଙ୍କର ବିଟ୍ 1 ରେ, ଦ କ୍ୟାଣ୍ଡିଡେଟ୍ ମଷ୍ଟ ଆଟେଣ୍ଡ ଦ ଡିଷ୍ଟ୍ରିକ୍ଟ ଆଲୋକେସନ ପ୍ରୋସେସ ଅନ୍ ଦ ଡେଟ୍ ଏବଂ ଟାଇମିଂ ଏବଂ ଭେନ୍ୟୁ ଫିକ୍ସ ଆପଣଙ୍କର କରାଯାଇଛି। ଏବଂ ୟାକୁ ନେଇକି ମଧ୍ୟ ଆପଣଙ୍କର ଆଡମିଟ କାର୍ଡ ଇସ୍ୟୁ କରାଯିବ, ଆପଣଙ୍କର ଆଡମିସନ ଲେଟର ଇସ୍ୟୁ କରାଯିବ। ଦେ ମଷ୍ଟ କମ୍ ୱିଥ ଦ ଆଡମିସନ ଲେଟର ଏଲଙ୍ଗ ୱିଥ ଅରିଜିନାଲ ଏଣ୍ଡ ଫଟୋକପି। ଆପଣଙ୍କ ଆଡମିସନ ଲେଟର ଅରିଜିନାଲ ଏବଂ ଆପଣଙ୍କର ଫଟୋକପି, ଠିକ ଅଛି, ଅଫ ଆଧାର କାର୍ଡ ଏବଂ ଭୋଟର କାର୍ଡ ଏବଂ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଯେକୌଣସି ଗୋଟେ ଗଭର୍ଣ୍ଣମେଣ୍ଟ ଆଇଡି କାର୍ଡ ଆପଣମାନେ ସାଥେ ନେଇକି ଯିବେ। ତା ସହିତ ଆପଣଙ୍କ ଏଜୁକେସନ ଯୋଉ ରହିଛି କ୍ୱାଲିଫିକେସନ ଡିଟେଲ୍ସ, ମାର୍କ, ଆପଣଙ୍କର ଯୋଉ ରହିଲା ସାର୍ଟିଫିକେଟ୍ସ, ଠିକ ଅଛି, ସବୁ କିଛି ଆପଣମାନେ ନେଇକି ଯିବେ। ଆପଣଙ୍କ 10th +2 +3 ଆପଣଙ୍କ ବିଏଡ ର ଯେତେ ସବୁ ରହିଲା ସାର୍ଟିଫିକେଟ, ଆଫିଲିଏସନ, ଇକ୍ୟୁଭାଲେସନ, ରିକଗ୍ନାଇଜେସନ, OTPRMS ସାର୍ଟିଫିକେଟ, ସବୁ କିଛି ଆପଣମାନେ ସାଥିରେ ନେଇକି ଯିବେ। ଠିକ ଅଛି, ଯଦି ଆପଣମାନେ ଯାଇପାରୁନାହାନ୍ତି ଇନକେସ୍ କିଛି କାରଣ ଦେଇକି, ତାହେଲେ ଆପଣମାନେ ଆପଣଙ୍କର ତରଫରୁ ଯେକୌଣସି ଅଥରାଇଜ କୁ ଆପଣମାନେ ପଠେଇ ପାରିବେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ ପ୍ରୋସେସରେ, ଏବଂ ସେ ତାଙ୍କର ଆଇଡି କାର୍ଡ, ଭୋଟର ଆଇଡି କାର୍ଡ, ସବୁ କିଛି ଆପଣଙ୍କର ଯୋଉ ରହିଛି ଡିଟେଲ ନେଇକି ଯିବେ। ଠିକ ଅଛି, ଏବଂ ତାର ଆପଣଙ୍କର ଗୋଟେ ରହିଛି ଫର୍ମ, ସେ ଫର୍ମଟି ଆପଣଙ୍କ ଆନେକ୍ସର 2 ରେ ମେନସନ କରାଯାଇଛି। ମୁଁ ତା ମଧ୍ୟ ଆପଣଙ୍କ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ କରିଦେଇଛି, ଆପଣମାନେ ପାଇଯିବେ ସବୁ ପିଡିଏଫ। ଏବଂ ଯୋଉମାନେ ଆପଣଙ୍କର ଲେଟ ରେ ପହଞ୍ଚିବେ ତାଙ୍କ ପାଇଁ ମଧ୍ୟ ଆପଣଙ୍କର ରିଲାକ୍ସେସନ ଦିଆଯାଇଛି, ସେମାନେ ମଧ୍ୟ ଚାନ୍ସ ନେଇପାରିବେ। ଠିକ ଅଛି, କିନ୍ତୁ ଯଦି ଆପଣଙ୍କର ଆଥରାଇଜ କିମ୍ବା ଆପଣମାନେ ପର୍ସନାଲି ମଧ୍ୟ ଯାଉନାହାନ୍ତି ଡିଷ୍ଟ୍ରିକ୍ଟ ଆଲୋକେସନ ରେ, ତାହେଲେ ଆପଣମାନେ ଚାନ୍ସଟି ଆପଣଙ୍କ ହାତରୁ ପଳେଇବ। ଠିକ ଅଛି, ତ ଆପଣମାନେ ଆଉ ଡିଷ୍ଟ୍ରିକ୍ଟ ଆଲୋକେସନ ରେ ଚାନ୍ସ ପାଇବେ ନାହିଁ, ଏଠି ଆପଣଙ୍କୁ କ୍ଲିୟରଲି ମେନସନ କରାଯାଇଛି। ଏବଂ ଦେଖନ୍ତୁ ଏଠି ଆପଣଙ୍କର ଡେଟ୍ ଦିଆଗଲା 8/5/2024 ହିନ୍ଦୀ ଟିଚର ମାନଙ୍କ ପାଇଁ। ୟା ପରେ ପରେ ଆପଣଙ୍କର ସଂସ୍କୃତ ଟିଚର, ଆପଣଙ୍କର ଏସଏସଡି ର ଯୋଉ ରହିଛି ଟିଏଲଟି, ସେବକ ସେବିକା, ସମସ୍ତଙ୍କର ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ। ଠିକ ଅଛି, ଦେନ ଆପଣଙ୍କ ଏକା ସହିତ ଆପଣଙ୍କର ଆପଏଣ୍ଟମେଣ୍ଟ ମଧ୍ୟ କରାଯିବ ଏସବୁ ଏସଏସଡି ଟିଚର ମାନଙ୍କର। ତ ଦେଖନ୍ତୁ ଏଇଠି ଆପଣଙ୍କର 10 AM ଆପଣଙ୍କ ରିପୋର୍ଟିଂ ଟାଇମ ଦିଆଯାଇଛି। ଏବଂ ଆପଣଙ୍କର ଏଇ ଯୋଉ ଆଲୋକେସନ ପାଇଁ ଆପଣଙ୍କ ଆଡମିସନ ଲେଟର ମଧ୍ୟ ଆପଣଙ୍କର ଯୋଉ ରହିଛି ୱେବସାଇଟ और ତ୍ରିପୁଲ ର ଯୋଉ ରହିଛି ୱେବସାଇଟ, ସେ ୱେବସାଇଟରେ ମଧ୍ୟ ଆପଣମାନେ ଆଡମିସନ ଲେଟର ଡାଉନଲୋଡ କରିପାରିବେ। ଠିକ ଅଛି, ଲଗ୍ଇନ କରିବେ ଏବଂ ଆପଣଙ୍କର ୟୁଜର ଆଇଡି ପାସୱାର୍ଡ ଏବଂ ଡାଉନଲୋଡ କରିପାରିବେ ଆପଣଙ୍କର ଆଡମିସନ ଲେଟରଟି। ତ ତାକୁ ସାଥିରେ ନେଇକି ସବୁ ଡକ୍ୟୁମେଣ୍ଟ ନେଇକି ଆପଣମାନେ ପହଞ୍ଚିବେ 8 ତାରିଖ 10 AM और ତ୍ରିପୁଲ ଅଫିସରେ।
ଠିକ ଅଛି। ଏଠି ଦେଖନ୍ତୁ ଆପଣଙ୍କର ଆନେକ୍ସାର 1 ରେ ସବୁ ପିଲାମାନଙ୍କର ଯୋଉ ରୋଲ ନମ୍ବର ଦିଆଯାଇଛି, ଏଇ ରୋଲ ନମ୍ବର ପିଲାମାନେ ଯାଇକି ଆଲୋକେସନ ରେ ଆପଣମାନେ ଆଟେଣ୍ଡ କରିବେ। ଠିକ ଅଛି। ଏଠି ଆପଣଙ୍କର ଟୋଟାଲ ପିଲା ରହିଛନ୍ତି ଏବଂ ଲାଷ୍ଟ ଦେଖନ୍ତୁ ଆପଣଙ୍କ ଆନେକ୍ସାର 2 ରେ ଯୋଉ ମେନସନ କରାଯାଇଛି ଅଥରାଇଜ ଲେଟର ଅଫ ପାର୍ଟିସିପେଟ ଇନ ଦ ଡିଷ୍ଟ୍ରିକ୍ଟ ଆଲୋକେସନ ପ୍ରୋସେସ ଫର ଦ ପୋଷ୍ଟ ଅଫ ହିନ୍ଦୀ ଟିଚର। ହିନ୍ଦୀ ଟିଚର ମାନଙ୍କର ଡିଷ୍ଟ୍ରିକ୍ଟ ଆଲୋକେସନ କରାଯିବ। ଯୋଉ ପିଲାମାନେ ଯାଇପାରିବେ ନାହିଁ ସେମାନେ ଆପଣଙ୍କର ଯାହାକୁ ପଠେଇବେ ତ ଏଇ ଫର୍ମଟି ସେ ଫିଲଅପ କରିବେ ଏବଂ ଆପଣଙ୍କ ସିଗ୍ନେଚର ମଧ୍ୟ କରିବେ। ଠିକ ଅଛି, ସିଗ୍ନେଚର କରିବେ ଏବଂ କ୍ୟାଣ୍ଡିଡେଟ ସିଗ୍ନେଚର କରିବେ ଏବଂ ଏଇ ଫର୍ମଟି ମଧ୍ୟ ସାଙ୍ଗରେ ନେଇକି ଯିବେ। ଠିକ ଅଛି। ତ ଇଏ ଥିଲା ଆପଣଙ୍କର ପ୍ରୋସେସ। ଯୋଉମାନେ ଆପଣଙ୍କର ଏସଏସଡି କ୍ୱାଲିଫାଇ କରିଛନ୍ତି ହିନ୍ଦୀ ଟିଚର ମାନେ ଡିଷ୍ଟ୍ରିକ୍ଟ ଆଲୋକେସନ 8 ତାରିଖ ଦିନ ଆପଣଙ୍କର କରାଯାଉଛି। ଆପଣମାନେ ଯାଇକି ପହଞ୍ଚି ଯାଆନ୍ତୁ। ତ ଏ ଥିଲା ଛୋଟିଆ ଇନଫର୍ମେସନ ଟି ଯୋଉଟା କି OAAC ତରଫରୁ ଆସିଅଛି। ଆଗକୁ ମଧ୍ୟ ଆପଣଙ୍କର ଏସଏସଡି ରିଲେଟେଡ ମୁଁ ଆପଣମାନଙ୍କୁ ଫାଷ୍ଟ ଅପଡେଟ ଦେବି। ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ବହୁତ ସାରା ଭଲ ପାଇବା ଦିଅନ୍ତୁ ଏବଂ ମୋ ଟେଲିଗ୍ରାମ ଚ୍ୟାନେଲରେ ଆପଣମାନେ ଜଏନ ହୁଅନ୍ତୁ ଫାଷ୍ଟ ଅପଡେଟ ପାଇବା ପାଇଁ। ଜୟ ଜଗନ୍ନାଥ।